ପ୍ରାତଃ ମୁରଲି ଓମ୍ ଶାନ୍ତି ବାପଦାଦା ମଧୁବନ। ମିଥ୍ୟା ବଚେ ତୁମମାନଙ୍କୁ ଶ୍ରୀମତ ଆଧାରରେ ସମସ୍ତଙ୍କୁ ସୁଖ ଦେବାକୁ ହେବ। ନିଜେ ଶ୍ରେଷ୍ଠ ହେବା ସହିତ ଅନ୍ୟମାନଙ୍କୁ ଶ୍ରେଷ୍ଠ କରାଇବା ପାଇଁ ହିଁ ତୁମକୁ ବାବାଙ୍କର ଶ୍ରେଷ୍ଠ ମତ ମିଳୁଛି। ପ୍ରଶ୍ନ: ଦୟାଳୁ ସନ୍ତାନମାନଙ୍କ ହୃଦୟରେ କେଉଁ ଉତ୍ସାହର ଲହରୀ ଉଠିଥାଏ? ସେମାନଙ୍କୁ କ'ଣ କରିବା ଉଚିତ? ଉତ୍ତର: ଯେଉଁମାନେ ଦୟାଳୁ ସନ୍ତାନ, ସେମାନଙ୍କର ଇଚ୍ଛା ହୁଏ ଯେ ଆମେ ଗାଁ ଗାଁକୁ ଯାଇ ସେବା କରିବୁ। ଆଜିକାଲି ବିଚରା ମନୁଷ୍ୟମାନେ ବହୁତ ଦୁଃଖୀ ହୋଇଯାଇଛନ୍ତି। ସେମାନଙ୍କ ପାଖକୁ ଯାଇ ତାଙ୍କୁ ଖୁସି ଖବର ଶୁଣାଇବୁ ଯେ ବିଶ୍ୱରେ ପବିତ୍ରତା, ସୁଖ ଏବଂ ଶାନ୍ତିର ଦୈବ ସ୍ୱରାଜ୍ୟ ସ୍ଥାପନ ହେଉଛି। ଏହା ସେହି ମହାଭାରତ ଲଢ଼େଇ ଅଟେ। ନିଶ୍ଚିତ ସେହି ସମୟରେ ମଧ୍ୟ ବାବା ଥିଲେ, ଏବେ ମଧ୍ୟ ବାବା ଆସିଛନ୍ତି। ଧାରଣା ପାଇଁ ମୁଖ୍ୟ ସାର: 1 ନମ୍ବର, ସର୍ବଦା ଏହି ନିଶ୍ଚୟ ରହୁ ଯେ ଆମେ ଈଶ୍ୱରୀୟ ସନ୍ତାନ। ଆମକୁ ଶ୍ରେଷ୍ଠ ମତରେ ଚାଲିବାକୁ ହେବ। କାହାକୁ ବି ଦୁଃଖ ଦେବାର ନାହିଁ। ସମସ୍ତଙ୍କୁ ସୁଖର ରାସ୍ତା ବତାଇବାକୁ ହେବ। 2. ସୁପୁତ୍ର ସନ୍ତାନ ହୋଇ ବାବାଙ୍କ ଉପରେ ସମର୍ପଣ ହେବାକୁ ପଡ଼ିବ। ବାବାଙ୍କର ପ୍ରତ୍ୟେକ କାମନାକୁ ପୂରଣ କରିବାକୁ ହେବ। ଯେପରି ବାପଦାଦା ନମ୍ର ଏବଂ ନିରହଙ୍କାରୀ ଅଟନ୍ତି, ସେହିପରି ବାବାଙ୍କ ସମାନ ହେବାକୁ ପଡ଼ିବ। ସ୍ୱ-ଉନ୍ନତି ଦ୍ୱାରା ସେବାରେ ଉନ୍ନତି କରୁଥିବା ସଚ୍ଚା ସେବାଧାରୀ ହୁଅ। ସ୍ୱ-ଉନ୍ନତି ସେବାର ଉନ୍ନତିରେ ବିଶେଷ ଆଧାର ଅଟେ। ଯଦି ସ୍ୱ-ଉନ୍ନତି କମ୍ ଅଛି, ତେବେ ସେବା ମଧ୍ୟ କମ୍ ହେବ। କେବଳ କାହାକୁ ମୁଖ ଦ୍ୱାରା ପରିଚୟ ଦେବା ହିଁ ସେବା ଅଟେ, ତାହା ନୁହେଁ। କିନ୍ତୁ ନିଜର ପ୍ରତ୍ୟେକ କର୍ମ ଦ୍ୱାରା ଶ୍ରେଷ୍ଠ କର୍ମ କରିବାର ପ୍ରେରଣା ଦ୍ୱାରା ସେବା ଅଟେ। ଯେଉଁମାନେ ମନ, ବଚନ, କର୍ମରେ ସର୍ବଦା ସେବାରେ ତତ୍ପର ରହିଥାନ୍ତି, ସେମାନଙ୍କୁ ସେବା ଦ୍ୱାରା ଶ୍ରେଷ୍ଠ ଭାଗ୍ୟର ଅନୁଭବ ହୋଇଥାଏ। ଯେତିକି ସେବା କରିଥାନ୍ତି, ସେତିକି ମଧ୍ୟ ନିଜେ ଆଗକୁ ବଢ଼ିଥାନ୍ତି। ନିଜର ଶ୍ରେଷ୍ଠ କର୍ମ ଦ୍ୱାରା ସେବା କରୁଥିବା ଆତ୍ମାମାନେ ପ୍ରତ୍ୟକ୍ଷ ଫଳ ପ୍ରାପ୍ତ କରିଥାନ୍ତି। ସ୍ଲୋଗାନ: ବାବାଙ୍କର ନିକଟତର ହେବା ପାଇଁ ହେଲେ ଭାବିବା, କହିବା ଏବଂ କରିବାକୁ ସମାନ କର। ଅବ୍ୟକ୍ତି ସାର: ଆତ୍ମିକ ସ୍ଥିତିରେ ରହିବାର ଅଭ୍ୟାସ କର ଏବଂ ଅନ୍ତର୍ମୁଖୀ ହୁଅ। ଓମ୍ ଶାନ୍ତି।